ଆସନ୍ତୁ ଆଜି ଶୁଣିବା ଆମ ମନରେ ଥିବା ଅନ୍ଧବିଶ୍ୱାସ କୁସଂସ୍କାରରୁ ପଦେ କେମିତି ଅନ୍ଧବିଶ୍ୱାସ ଆମ ମନରେ ରହୁଛି। କବିତାଟି ଧୂପରା ବୋଲାଓ ଜ୍ଞାନୀ ବିଜ୍ଞାନର ଜ୍ଞାନ ବିଦ୍ୟା ବଳେ ମଣୁ ସବୁ ଛାର ଜ୍ଞାନୀ ମୁଖା ପିନ୍ଧି ଅଜ୍ଞାନୀ ତୁ ସାଜୁ ଯେ ଯାହା କହଇ ଅନ୍ଧ ପରି ବୁଝୁ ନିଜ ସ୍ୱାର୍ଥ ପାଇଁ ଯେ ଯାହା କହଇ ଚାଟୁ କଥା ତାର ତୋ ମନ ମୋହଇ ନ ବୁଝି ନ ଚିନ୍ତି ତାର ପଛେ ଧାଉଁ ତା ମିଛ କଥାରେ ଦାସ ବନି ଯାଉ ଜଡ଼ି ଧରୁ ଯେତେ କୁସଂସ୍କାର ସବୁ ବିଜ୍ଞ ମତେ ଯାଏ ଅନ୍ଧବିଶ୍ୱାସ ସେ ସବୁ ସମାଜରେ ତାହା କଳଙ୍କ ବୋଲାଇ ଶୋଭା ପାଏ ପରା କଣ୍ଠେ ମାଳ ହୋଇ ନୂତନ ଘରଟେ ସୃଜନ କଲାରୁ ପ୍ରତିଷ୍ଠା ନାମରେ କାହିଁ କେତେ ସାରୁ ଦାମିକିଆ ପୂଜା କେତେ ଯେତୁ କରୁ ତଥାପି ବୁଝେ ନା ମନ ତୋର ଗୁରୁ ଦୁଃଖ କଷ୍ଟ ସୁଖ ଯନ୍ତ୍ରଣା ପରାଏ ମଣିଷ ଜୀବନେ ଚିରସାଥୀଟେ ପରାଏ ଦହନ୍ତି ଜୀବନ ସଂଘର୍ଷ ପରାଏ ଦହୁଥାନ୍ତି ଦେହ ମୃତ୍ୟୁ ହେବା ଯାଏ ଜାଣୁ ଜାଣୁ ହେଉ ଆରେ ତୁ ଅଜଣା ସମାଧାନ ନାମେ ହେଉ ବାଟ ବଣା ନୀତି ଦେଖାଉ ତୁ ଜାତକ ଜ୍ୟୋତିଷେ ବାସ୍ତୁ ଆଳେ ନଷ୍ଟ କରୁ ତୁ ହିଁ ଶେଷେ ତଥାପି ମିଳେ ନା ସୁଖ ଶାନ୍ତି ଶ୍ରଦ୍ଧା ବୁଝିକି ସୁଝିକି ଏ ମନଟା ଅବୁଝା ତେଣୁ ଆସନ୍ତୁ ଏ ମନକୁ ଷ୍ଟ୍ରଙ୍ଗ କରିବା ଦୃଢ଼ କରିବା ଏ ମନର ମୂଳରେ ଜଗତ ସବୁ ଭଲ ହେଇଯିବ ମନ ଯଦି ଠିକ୍ ଥିବ ଭଲ ଥିବ ଆଉ ସୁସ୍ଥ ଥିବ ତାହେଲେ ସବୁ ଭଲ ହେବ ଆମର ତେଣୁ ଭଲରେ ରହିବା ଆସନ୍ତୁ ସୁଖ ଶାନ୍ତି ଆନନ୍ଦ ରହିବା।